ରୁନୁ ରୁନୁ ପ୍ରଧାନ 14 ବର୍ଷ ହେଲାଣି। ମୁଁ ତ କେବେ ଜାଣିନି ଚୋରି କଥା, କିନ୍ତୁ ଝିଅକୁ ଯେତେବେଳେ ଆଜି ମୁଁ ନେଇଦେଲି 10ଟା 20 ବେଳେ, ତାପରେ ଆସିଲା ସ୍କୁଲକୁ ନେଇଦେଇଥିଲି, ଏଇ ଶିଶୁ ମନ୍ଦିର ସ୍କୁଲ ଏଇଠିକି ନେଇଦେଇଥିଲି ଶିଶୁ ମନ୍ଦିର ସ୍କୁଲକୁ। ତାପରେ ଆସିଲା ବେଳକୁ ଦେଖିଲି ଯେ ତାଲା ଭଙ୍ଗା ହେଇଛି। ତାଲା ଭଙ୍ଗା ହେଇଛି, ତାପରେ ମୁଁ ଭାବିଲି ତାଲା ଭାଙ୍ଗିନା ଭିତରେ କିଏ ଲକ୍ କରିକି ଅଛି, ମାନେ ସେପଟେ ପଛପଟେ ବୁଲିକି ଆସିଲି। ବୁଲିକି ଆସିଲା ବେଳକୁ ବାଟ ଖୋଲା ଅଛି। ଖୋଲା ଆସିକି ଭିତରକୁ ଯେତେବେଳେ ପଶିଲି, ଆଲମିରା ଭଙ୍ଗା ହେଇଛି। ହେଲେ ବି କାମ ଯୋଉ ହେଇଛି 10-15 ମିନିଟ୍ ହେଇଛି। ହଁ, 10-15 ମିନିଟ୍ ହେଇଛି। ମୁଁ ସନ୍ଦେହ କରିନି। ହଁ, ପାଖରେ ଜଣେ ଥିଲା, ସେ ରାସ୍ତାରେ ଛିଡା ହେଇଥିଲେ। ମୁଁ ଯେତେବେଳେ ଲକ୍ କରିକି ଗଲି, ରାସ୍ତାରେ ଛିଡା ହେଇଥିଲା। ତାପରେ ମୁଁ ହାଡୁ ଆସିଲା ବେଳକୁ ବି ସେ ରାସ୍ତାରେ ଛିଡା ହେଇଥିଲା। ପିଲାଟା ରାସ୍ତାରେ ଯେତେବେଳେ ମୁଁ ବି ଆସୁଥିଲି, ସେ ବାହାରେ ଏମିତି ଛିଡା ହେଇଥିଲା। ସେ ବାହାରେ ଗେଟ୍ ରାସ୍ତାରେ ସେ ଏମିତି ଛିଡା ହେଇଥିଲା। ଆସିଲା ବେଳକୁ ସେ ରାସ୍ତାରେ ଛିଡା ହେଲା, ହାଡୁ ଗଲା। ମୁଁ ଆସିଲା ବେଳକୁ ସେ ହାଡୁ ଗଲା। ହଁ, ଆମ ସାଇଟ୍ ଗଲା। ନା ନା, ମୁଁ କଥା ହେଇନି। ମୁଁ ଆଉ ତ ଜାଣିନି, ଝିଅ ତ ନେଇ ଛାଡିକି ଆସିଲା ବେଳକୁ କେମିତି ହେଇଛି। ମୁଁ ତ ଚେକଅପ୍ କିଛି କରିନି ନା। ପଇସା ସୁନା ଥିଲା, ମାନେ ଛୋଟ ମୋଟ ସୁନା ଥିଲା। ଚେନ୍ ମୁଦି କାନ ଫାନ ଥିଲେ ଯାହା। ଆଉ ସୁନା ଯାହାହେଲେ 4-5 ଭରି ଖଣ୍ଡେ ଥିଲା। ଆଉ ପଇସା ଯାଇଛି 60-70 ହଜାର। କାରଣ ଝିଅର ବି ସେ ରଖିଥିଲା ନା, ସେ ବି ଏଇ ପର୍ସରୁ ନେଇଛି। ତାପରେ ତାଙ୍କ ବାବାଙ୍କର କାଲି ପଇସା ଉଠେଇକି ଆଣିଥିଲେ, ଥିଲା ସେ ଉଠେଇକି ନେଇଛନ୍ତି। ଏଇ 50-60 ଖଣ୍ଡେ ଆଣିଥିଲେ। ତାପରେ ନା, ସେ ଭିତରେ ମୁଁ ସବୁ ରଖିଥିଲି ପଇସା ପତ୍ର, କିଛି ଦେଖିନି ଶାଢୀ ଫାଢୀରେ। ହଁ, ଶାଢୀ କାରଣ ସେ ପକେଇଛି, ମାନେ ସେ ନେଇଥିବ। ଦୁଶାସନ ସାହୁ, ବଡ଼ ଭାଇ ଘର। କ'ଣ ଘଟଣା, ଆମ ଟିକେ ଫୋନ୍ ଗଲା 11ଟା 15-20 ବେଳକୁ, ଏ ଘର ଚୋରି ହେଇଯାଇଛି। ଆମେ ପଚାରିଲୁ କେମିତି କ'ଣ, ଘରେ କେହି ନଥିଲେ ନା। କହିଲେ ଝିଅକୁ ସ୍କୁଲ ଛାଡ଼ିବା ପାଇଁ ଯାଇଥିଲୁ, ଛାଡ଼ିକି ଯେତେବେଳେ ଫେରିକି ଆସିଲୁ, ଦେଖିଲୁ କ୍ୱାର୍ଟର ଖୋଲା ଅଛି, ଭିତରେ ସବୁ ଚୋରି ହେଇଯାଇଛି। କ'ଣ ଚୋରି ହେଇଛି ଆଉ ଆମେ ଜାଣିନୁ। ପୋଲିସ ସୂଚନା ଭାଇ ଦେଇଥିବେ, ମୁଁ ତ ଜଷ୍ଟ ଏବେ ପହଞ୍ଚିଲି।